10 ବର୍ଷ ତଳେ ଜୀବନ ବୀମା ନିଗମ ଯୋଉଟା LIC ଆମେ କହୁଛନ୍ତି ତାର ଗୋଟେ ସାମ୍ବାଦିକ ସମ୍ମିଳନୀରେ ଆମେ ଇନ୍ସୁରାନ୍ସ ସେକ୍ଟରରେ ଯୋଉ ଯୋଉ ଉନ୍ନତି ଆସୁଛି ସେ ସମ୍ପର୍କରେ ଯାଇଥିଲୁ। ତାଙ୍କର ଜଣେ ଜୋନାଲ ମ୍ୟାନେଜର ଆସିଥିଲେ। ସେ ହେଲ୍ଥ ଇନ୍ସୁରାନ୍ସ ବାବଦରେ ବୁଝାଉଥିଲେ। ହେଲ୍ଥ ଇନ୍ସୁରାନ୍ସ କଲେ କ'ଣ ଲାଭ, କେତେ ଟଙ୍କା ଦେବାକୁ ପଡ଼ିବ, ହେଲ୍ଥ ଇନ୍ସୁରାନ୍ସ କରିବା ଉଚିତ, ସବୁ କଥା ସେ କହିଲେ। ଆମେ ପ୍ରାଞ୍ଜଳ ଭାବରେ ବୁଝିଗଲୁ, ଯାହା ହଉ ବଢ଼ିଆ ଜିନିଷଟେ ଆସୁଛି। ଏବଂ ସେତେବେଳେ ସେ ଗୋଟିଏ କଥା କହିଲେ ପରାମର୍ଶ ଛଳରେ, ମୋର ଆପଣମାନଙ୍କୁ ପରାମର୍ଶ, ସମସ୍ତଙ୍କୁ ପରାମର୍ଶ ଯେ ଆପଣ ଯୋଉ ରୋଗରେ ପଡ଼ନ୍ତୁ ବା ଦେହ ଖରାପରେ ପଡ଼ନ୍ତୁ, ଯୋଉ ହସ୍ପିଟାଲ ଯୋଉ ଡାକ୍ତର କତିକି ଯାଉଛନ୍ତି, ଆଗେ ବଢ଼େଇ ଚଢ଼େଇ ନିଜର ହେଲ୍ଥ ଇନ୍ସୁରାନ୍ସ ଅଛି ବୋଲି କାର୍ଡଟି ଦେଖେଇ ଦେବେନି ବା ଡାକ୍ତରଙ୍କୁ କେତେବେଳେ ସାଙ୍ଗେ ସାଙ୍ଗେ କହିଦେବେନି ମୋର ହେଲ୍ଥ ଇନ୍ସୁରାନ୍ସ ଅଛି। ଯାହାଫଳରେ କ'ଣ ହବ, ଆପଣଙ୍କର ଛୋଟ ରୋଗଟା ବଡ଼ ହେଇଯିବ, ଅଳ୍ପ ଖର୍ଚ୍ଚଟା ବଢ଼ିଯିବ, ଆପଣ କେବଳ ହଇରାଣ ହେବା ସାର ହେବେ। ତାଙ୍କ କଥାରୁ ଲାଗୁଥିଲା ଯଦି ଆଙ୍ଗୁଳିଟା ପାଚିଥିବ ତାହେଲେ ହାତ କଟା ହେବ, କାରଣ ଆପଣଙ୍କ ପାଖରେ 3 ଲକ୍ଷ ଟଙ୍କାର ଇନ୍ସୁରାନ୍ସ ରହିଛି। କଥାଟା କେମିତି କେମିତି ଲାଗିଲା, ଆମେ ସେଠୁ ବାହାରି ଆସିଲୁ। ପରସ୍ପର ଭିତରେ ବେଶ କିଛି ଦିନ ତର୍ଜମା ଆକୁ କଲୁ। କିନ୍ତୁ ଆଜିର ଦିନରେ ଦେଖନ୍ତୁ, ମୁଁ ଠିକ୍ 2 ବର୍ଷ ତଳେ ଗୋଟେ ଆଖି ଡାକ୍ତରଙ୍କୁ ଦେଖେଇବାକୁ ଯାଇଥିଲି ମୋର ପିଲାଙ୍କୁ ନେଇକି। ଡାକ୍ତର ଜଣଙ୍କ ବେଶ ଷ୍ଟାଇଲିଷ୍ଟ, ବଢ଼ିଆ ସଜେଇକି ରଖିଛନ୍ତି ନିଜର ନର୍ସିଂ ହୋମକୁ। ଏବଂ ସଙ୍ଗେ ସଙ୍ଗେ ସେ ଯେତେବେଳେ ଆସିଲେ ଆମେ 20-25 ଜଣ ବସିଥିଲୁ। ତାଙ୍କ ପାଟିରୁ କ'ଣ ବାହାରିଲା କହିଲେ, ଯେଉଁମାନଙ୍କର ହେଲ୍ଥ ଇନ୍ସୁରାନ୍ସ ଅଛି, କାର୍ଡ ଅଛି, ରାଇଟ୍ ସାଇଡ୍ରେ ବସନ୍ତୁ, ଯେଉଁମାନଙ୍କର ହେଲ୍ଥ ଇନ୍ସୁରାନ୍ସ ନାହିଁ, ସାଧାରଣ ଯେଉଁମାନେ ରୋଗୀ ହିସାବରେ ଆସିଛନ୍ତି, ସେମାନେ ବାଁ ପଟରେ ବସନ୍ତୁ। ମୁଁ କହିଲି ଆରେ ଇଏ କି କଥା, ଯେଉଁମାନେ ସାଧାରଣ ରୋଗୀ। ଆଉ ସଙ୍ଗେ ସଙ୍ଗେ ଆମଠୁ ଯେଉଁ 300 ଟଙ୍କାର ଫିସ୍ ଥିଲା ନେଲେ, ଦେଖିକି ଜଣ ଜଣ କରିକି ସାଙ୍ଗେ ସାଙ୍ଗେ ଔଷଧ ଲେଖିଦେଲେ, ଯାହା ଟ୍ରିଟମେଣ୍ଟ କରିବା କଥା କରିଦେଲେ ଏବଂ ଛାଡ଼ିଦେଲେ। ଏବଂ ଯେଉଁମାନେ ତାପରେ ରହିଲେ ଇନ୍ସୁରାନ୍ସ ରୋଗୀ, ତାଙ୍କର ତର୍ଜମା ହେଲା, ତାଙ୍କର କ'ଣ ରୋଗ ହୋଇଛି ତାକୁ ଦେଖିଲେ ଏବଂ ସମସ୍ତଙ୍କୁ ଗୋଟେ ବଜେଟ୍ ଦେଇଦେଲେ ଯେ ନିହାତି ଦରକାର, ସାଙ୍ଗେ ସାଙ୍ଗେ କର, ଏଇଟା ନ କଲେ ଏଇଆ ଅସୁବିଧା ହେବ, ଆଉ ତୁମମାନେ ବ୍ୟସ୍ତ ହୁଅନି, ତୁମ କତିରେ କାର୍ଡ ଅଛି, ଟଙ୍କାଟେ ଦେବାକୁ ପଡ଼ିବ ନାହିଁ। ମୁଁ ଏତିକି ବେଳେ ବୁଝିଲି, ମୁଁ କହିଲି 10 ବର୍ଷ ତଳେ ଭାରତୀୟ ଜୀବନ ବୀମା ନିଗମର ସେ ଯେଉଁ ଅଧିକାରୀ ଯାହା କହିଥିଲେ, ଏଇଟା ତ ସତରେ ପରିଣତ ହେଇଗଲାଣି 3-5-6 ବର୍ଷ ଭିତରେ। ଆଉ ବର୍ତ୍ତମାନ କି ଅବସ୍ଥା ହେଇଛି, ଆପଣଙ୍କ ପାଖରେ ଯଦି ହେଲ୍ଥ କାର୍ଡ ଅଛି, ଆପଣ ମେଡିକାଲକୁ ଗଲେ କି ଅବସ୍ଥା ଭୋଗୁଛନ୍ତି, ସେଇଟା ସମସ୍ତେ ଭୁକ୍ତଭୋଗୀ, ଆଉ କହିବାଟା ଉଚିତ ନୁହେଁ। କେତେ ପରିବର୍ତ୍ତିତ ପରିସ୍ଥିତିରେ ସେବାର ମନୋବୃତ୍ତି ପରିବର୍ତ୍ତନ ହେଇଛି। ଟଙ୍କା ପାଇଁ ସମସ୍ତେ ସବୁକିଛି ବର୍ତ୍ତମାନ ଛି କରିଦେଉଛନ୍ତି। ସମସ୍ତଙ୍କୁ ଲାଭ ଦରକାର, ପ୍ରଫିଟ୍ ମୋଟିଭରେ ଦୁନିଆ ଚାଲିଛି, ଯୋଉଟା ପ୍ରକାରାନ୍ତରେ ବହୁତ ଭଲ ସୂଚନା ନୁହେଁ ଭବିଷ୍ୟତ ପାଇଁ।